ଅଥ ଅଷ୍ଟଶତୀତମ ଅଧ୍ୟାୟ। ଶିବଙ୍କର ସଙ୍କଟମୋଚନ। ରାଜା ପରୀକ୍ଷିତ ପଚାରିଲେ, ଭଗବାନ ଶିବ ତ ସମସ୍ତ ଭୋଗ ପରିତ୍ୟାଗ କରିଦେଇ ଅମଙ୍ଗଳ ବେଶ ଅର୍ଥାତ୍ ସର୍ପାଦି ଧାରଣ କରିଛନ୍ତି। କିନ୍ତୁ ସାଧାରଣତଃ ଦେଖାଯାଏ ଯେ ଯେଉଁ ଦେବତା, ଅସୁର ଅଥବା ମନୁଷ୍ୟ ତାଙ୍କର ଉପାସନା କରନ୍ତି ସେମାନେ ପ୍ରାୟତଃ ଧନ ସମ୍ପଦ ଓ ଭୋଗ ସୌଭାଗ୍ୟ ପାଇଯାଆନ୍ତି। ଅପରପକ୍ଷେ ଭଗବାନ ବିଷ୍ଣୁ ହେଉଛନ୍ତି ଲକ୍ଷ୍ମୀପତି, ଅଥଚ ତାଙ୍କୁ ଉପାସନାକାରୀ ଲୋକେ ପ୍ରାୟତଃ ଧନୀ ବା ଭଗବାନ ହୁଅନ୍ତି ନାହିଁ। ଏହି ଦୁଇ ପ୍ରଭୁ ତ୍ୟାଗ ଓ ଭୋଗ ଦୃଷ୍ଟିରୁ ଏକ ଅନ୍ୟର ବିରୁଦ୍ଧ ସ୍ୱଭାବର, କିନ୍ତୁ ସେମାନଙ୍କର ଉପାସକମାନଙ୍କୁ ସେମାନଙ୍କ ସ୍ୱଭାବର ବିପରୀତ ଫଳ ମିଳୁଛି କିପରି? ତ୍ୟାଗୀଙ୍କ ଉପାସନାରୁ ଭୋଗ ଓ ଲକ୍ଷ୍ମୀପତିଙ୍କ ଉପାସନାରୁ ତ୍ୟାଗ କିପରି ମିଳୁଛି, ଏକଥା ଭାବିଲେ ମୁଁ ବିସ୍ମିତ ହୋଇଯାଉଛି। ଏହା ଭିତରେ କି ରହସ୍ୟ ଅଛି ମୁଁ ଜାଣିବାକୁ ଚାହୁଁଛି। କିନ୍ତୁ ଶୁକଦେବ କହିଲେ, ହେ ପରୀକ୍ଷିତ, ଭଗବାନ ଶିବ ସର୍ବଦା ନିଜର ଶକ୍ତି ସହିତ ଯୁକ୍ତ ରହିଛନ୍ତି। ସେ ହେଉଛନ୍ତି ସତ୍ୱାଦି ଗୁଣରେ ଯୁକ୍ତ ଓ ଅହଙ୍କାରର ଅଧିଷ୍ଠାତା। ଅହଙ୍କାର ତିନି ପ୍ରକାର, ଯଥା ବୈକାରିକ, ତୈଜସ ଓ ତାମସ। ତ୍ରିବିଧ ଅହଙ୍କାରର 16 ବିକାର, ଯଥା 10 ଇନ୍ଦ୍ରିୟ, 5 ମହାଭୂତ ଓ 1 ମନ ଜାତ ହୁଏ। ତେଣୁ ଏସବୁର ଅଧିଷ୍ଠାତ୍ର ଦେବତାମାନଙ୍କ ମଧ୍ୟରୁ କୌଣସି ଜଣଙ୍କର ଉପାସନା କଲେ ସମସ୍ତ ଐଶ୍ୱର୍ଯ୍ୟ ପ୍ରାପ୍ତି ହୋଇଯାଏ। କିନ୍ତୁ ହେ ପରୀକ୍ଷିତ, ଭଗବାନ ବିଷ୍ଣୁ ହେଉଛନ୍ତି ପ୍ରକୃତିର ଅତୀତ ସ୍ୱୟଂ ପୁରୁଷୋତ୍ତମ। ତାଙ୍କଠାରେ ପ୍ରକୃତ ଗୁଣ ନାହିଁ। ସେ ହେଉଛନ୍ତି ସର୍ବଜ୍ଞ ଓ ସମସ୍ତଙ୍କ ଅନ୍ତଃକରଣର ସାକ୍ଷୀ। ତେଣୁ ଯେ ତାଙ୍କୁ ଭଜନ କରୁଛନ୍ତି ସେ ସ୍ୱୟଂ ମଧ୍ୟ ଗୁଣାତୀତ ହୋଇଛନ୍ତି। ହେ ପରୀକ୍ଷିତ, ତୁମର ଜେଜେବାପା ଧର୍ମରାଜ ଯୁଧିଷ୍ଠିର ଅଶ୍ୱମେଧ ଯଜ୍ଞ କରିସାରିବା ପରେ ଭଗବାନଙ୍କଠାରୁ ବିଭିନ୍ନ ପ୍ରକାର ଧର୍ମର ବର୍ଣ୍ଣନା ଶୁଣିଲା ବେଳେ ମଧ୍ୟ ଏହି ପ୍ରଶ୍ନ କରିଥିଲେ। ଭଗବାନ ଶ୍ରୀକୃଷ୍ଣ ତ ସର୍ବଶକ୍ତିମାନ ପରମେଶ୍ୱର। ମନୁଷ୍ୟମାନଙ୍କର କଲ୍ୟାଣ ନିମନ୍ତେ ହିଁ ସେ ଯଦୁବଂଶର ଅବତାର ଗ୍ରହଣ କରିଥିଲେ। ରାଜା ଯୁଧିଷ୍ଠିରଙ୍କ ପ୍ରଶ୍ନ ଶୁଣି ଓ ତାଙ୍କର ଶୁଣିବାର ଇଚ୍ଛା ରହିଛି ଦେଖି ସେ ପ୍ରସନ୍ନ ହୋଇ ଏହାର ଉତ୍ତର ଦେଇଥିଲେ। ଭଗବାନ ଶ୍ରୀକୃଷ୍ଣ କହିଥିଲେ, ହେ ରାଜନ୍, ଯାହା ଉପରେ ମୁଁ କୃପା କରେ ତାହାର ସମସ୍ତ ଧନ ମୁଁ ଧୀରେ ଧୀରେ ହରଣ କରିନିଏ। ସେ ଯେତେବେଳେ ନିର୍ଦ୍ଧନ ହୋଇଯାଏ ସେତେବେଳେ ତା'ର ବନ୍ଧୁବାନ୍ଧବ ତା'ର ଦୁଃଖଦ ଅବସ୍ଥା ପ୍ରତି କୌଣସି ଦୃଷ୍ଟି ନ ଦେଇ ତାକୁ ପରିତ୍ୟାଗ କରିଦିଅନ୍ତି। ତାପରେ ସେ ଯଦି ଧନ ଲାଭ ପାଇଁ କିଛି ପ୍ରଯତ୍ନ କରେ ତେବେ ମୁଁ ସେହି ପ୍ରଯତ୍ନକୁ ମଧ୍ୟ ନିଷ୍ଫଳ କରିଦିଏ। ଏପରି ଭାବରେ ବାରମ୍ବାର ଅସଫଳ ହୋଇ ତା'ର ମନ ଯେତେବେଳେ ଧନ ଉପାର୍ଜନ ପ୍ରତି ବିରକ୍ତ ହୋଇଯାଏ, ଧନକୁ ଦୁଃଖର କାରଣ ବୋଲି ଜାଣି ସେ ଯେତେବେଳେ ଧନ ପ୍ରତି ମୁହଁ ମୋଡ଼ିଦିଏ ଏବଂ ମୋର ପ୍ରେମୀ ଭକ୍ତଙ୍କ ଆଶ୍ରୟ ନେଇ ସେମାନଙ୍କ ସହିତ ମିଳାମିଶା କରେ, ସେତେବେଳେ ମୁଁ ତା ପ୍ରତି ମୋର ଅହୈତୁକ କୃପା ବର୍ଷଣ କରେ। ମୋରି କୃପାରୁ ତାକୁ ପରମ ସୂକ୍ଷ୍ମ ଅନନ୍ତ ସଚ୍ଚିଦାନନ୍ଦ ସ୍ୱରୂପ ପରବ୍ରହ୍ମ ପ୍ରାପ୍ତି ହୋଇଯାଏ। ଏ ଦୃଷ୍ଟିରୁ ମୋତେ ପ୍ରସନ୍ନ କରିବା ଓ ମୋର ଆରାଧନା କରିବା ବଡ଼ କଠିନ। ତେଣୁ ସାଧାରଣ ଲୋକେ ମୋତେ ଛାଡ଼ିଦେଇ ମୋର ହିଁ ଅନୁରୂପ ଅନ୍ୟାନ୍ୟ ଦେବତାମାନଙ୍କୁ ଆରାଧନା କରନ୍ତି। ଅନ୍ୟ ଦେବତାମାନେ ଆଶୁତୋଷ, ସେମାନେ ଅଳ୍ପ କରି ତରଳି ଯାଆନ୍ତି ଓ ନିଜ ଭକ୍ତଙ୍କୁ ସାମ୍ରାଜ୍ୟ ଲକ୍ଷ୍ମୀ ଦେଇଦିଅନ୍ତି। ତାହା ପାଇ ସେମାନେ ଉତ୍ସୃଙ୍ଖଳ ହୋଇଯାଆନ୍ତି, ଗର୍ବୀ ଓ ଉନ୍ମତ୍ତ ହୋଇ ଉଠନ୍ତି ଏବଂ ନିଜର ବରଦାତା ଦେବତାଙ୍କୁ ମଧ୍ୟ ଭୁଲିଯାଆନ୍ତି। ଏପରିକି ସେମାନଙ୍କୁ ଅବଜ୍ଞା ମଧ୍ୟ କରିବାକୁ ବାହାରି ପଡ଼ନ୍ତି। ସେ ଶୁକଦେବ କହିଲେ, ପରୀକ୍ଷିତ, ବ୍ରହ୍ମା, ବିଷ୍ଣୁ, ମହାଦେବ ଏ 3 ଜଣ ଅଭିଶାପ ଓ ବରଦାନ ଦେବାକୁ ସମର୍ଥ। କିନ୍ତୁ ସେମାନଙ୍କ ମଧ୍ୟରୁ ମହାଦେବ ଓ ବ୍ରହ୍ମା ଖୁବ୍ ଶୀଘ୍ର ପ୍ରସନ୍ନ କିମ୍ବା ରୁଷ୍ଟ ହୋଇଯାଇ ବରଦାନ ଅଥବା ଅଭିଶାପ ଦେଇଥାନ୍ତି। କିନ୍ତୁ ଭଗବାନ ବିଷ୍ଣୁ ସେପରି ନୁହନ୍ତି। ଏ ବିଷୟରେ ମହାତ୍ମାମାନେ ଏକ ପ୍ରାଚୀନ ଆଖ୍ୟାନ କହିଥାନ୍ତି। ଥରେ ବୃକାସୁର ଅର୍ଥାତ୍ ଭସ୍ମାସୁରକୁ ବର ଦେଇ ମହାଦେବ ସଙ୍କଟରେ ପଡ଼ିଗଲେ। ବୃକାସୁର ଥିଲା ଶକୁନିଙ୍କ ପୁଅ। ତା'ର ବୁଦ୍ଧି ଭ୍ରଷ୍ଟ ହୋଇଯାଇଥିଲା। ଦିନେ ସେ କୁଆଡ଼େ ଯାଉ ଦେବର୍ଷି ନାରଦଙ୍କ ସହିତ ତା'ର ଦେଖା ହୋଇଗଲା। ସେ ତାଙ୍କୁ ପଚାରିଲା, 3 ଦେବତାଙ୍କ ଭିତରୁ ସେ କିଏ ଶୀଘ୍ର ପ୍ରସନ୍ନ ହୋଇଯାଆନ୍ତି? ଦେବର୍ଷି ନାରଦ କହିଲେ, ତୁ ଶିବଙ୍କ ଆରାଧନା କର। ତାଙ୍କୁ ଆରାଧନା କଲେ ତୋ ମନରେ ତ ଶୀଘ୍ର ପୂର୍ଣ୍ଣ ହୋଇଯିବ। ସେ ଟିକିଏ ମାତ୍ର ସେବାରେ ଶୀଘ୍ର ପ୍ରସନ୍ନ ହୋଇଯାଆନ୍ତି ଏବଂ ଟିକିଏ ମାତ୍ର ଅପରାଧରେ ତୁରନ୍ତ ରାଗିଯାଆନ୍ତି। ରାବଣ ବାଣାସୁର କେବଳ ବନ୍ଦୀଜନଙ୍କ ପରି ଶିବଙ୍କୁ ଟିକିଏ ସ୍ତୁତି କରିଥିଲେ, ସେତିକିରେ ସେ ସେମାନଙ୍କ ଉପରେ ପ୍ରସନ୍ନ ହୋଇ ସେମାନଙ୍କୁ ଅତୁଳନୀୟ ଐଶ୍ୱର୍ଯ୍ୟ ଦେଇଦେଲେ। କିଛି କାଳ ପରେ ରାବଣ କୈଳାସ ଉଠାଇ ନେବାକୁ ବସିବାରୁ ବାଣାସୁର ତାଙ୍କୁ ତା'ର ନଗର ରକ୍ଷା ଦେବାକୁ ବର ମାଗିବାରୁ ଶିବ ଭୀଷଣ ସଙ୍କଟରେ ପଡ଼ିଯାଇଥିଲେ। ନାରଦଙ୍କ ଉପଦେଶ ଶୁଣି ବୃକାସୁର କେଦାର କ୍ଷେତ୍ରକୁ ଗଲା ଏବଂ ଅଗ୍ନିକୁ ଶିବଙ୍କର ମୁଖ ବୋଲି ମାନି ନିଜ ଦେହରୁ ଖଣ୍ଡ ଖଣ୍ଡ ମାଂସ କାଟି ସେଥିରେ ଆହୁତି ଦେବାକୁ ଲାଗିଲା। ଏପରି ଭାବରେ 6 ଦିନ ପର୍ଯ୍ୟନ୍ତ ଉପାସନା କରିବା ପରେ ବି ଭଗବାନ ମହେଶ ଦର୍ଶନ ଦେଲେ ନାହିଁ। ତାହା ଦେଖି ତାକୁ ବଡ଼ ଦୁଃଖ ଲାଗିଲା। 7ମ ଦିନ ସେ କେଦାର ତୀର୍ଥରେ ସ୍ନାନ କରି ପାଣି ସରସର ଓଦା ମୁଣ୍ଡଟାକୁ କୁରାଢ଼ିରେ କାଟି ଆହୁତି ଦେବାକୁ ସ୍ଥିର କଲା। ସଂସାରରେ କେହି ଆତ୍ମହତ୍ୟା କରିବାକୁ ଯାଉଛି ଦେଖିଲେ ଆମେ ଯେପରି ଦୟାପରବଶ ହୋଇ ତାକୁ ବଞ୍ଚାଇବାକୁ ଚେଷ୍ଟା କରୁ, ବୃକାସୁର ଆତ୍ମହତ୍ୟା କରିବାକୁ ଯାଉଛି ଦେଖି ତା କୁରାଢ଼ି ତ ନିଜ ବେକରେ ବାଜିବା ପୂର୍ବରୁ ମହାଦେବ ଅଗ୍ନିକୁଣ୍ଡରୁ ଅଗ୍ନି ଦେବତାଙ୍କ ପରି ପ୍ରକଟ ହୋଇଗଲେ ଏବଂ 2 ହାତରେ ବୃକାସୁରର 2 ହାତ ଧରି ପକାଇ ତାକୁ ଅଟକାଇ ଦେଲେ। ତାଙ୍କର ସହସ୍ର ପାପ ବୃକାସୁରର କ୍ଷତବିକ୍ଷତ ଦେହଟା ପୂର୍ବପରି ଅକ୍ଷୁର୍ଣ୍ଣ ହୋଇଗଲା। ଭଗବାନ ମହେଶ ବୃକାସୁରକୁ କହିଲେ, ପ୍ରିୟ ବୃକାସୁର, ସେତିକି ଥାଉ, ଖୁବ୍ ହୋଇଗଲା। ମୁଁ ତୋତେ ବର ଦେବାକୁ ଚାହୁଁଛି। ଯାହା ଇଚ୍ଛା ମାଗ। ଆରେ ବାବୁ, ଭକ୍ତ ଟିକିଏ ଜଳ ଦେଇଦେଲେ ବି ମୁଁ ସେତିକିରେ ସନ୍ତୁଷ୍ଟ ହୋଇଯାଏ। ତୁ ଭଲା ବୃଥାଟାରେ ନିଜ ଶରୀରକୁ ଏତେ କଷ୍ଟ ଦେଉଛୁ କାହିଁକି? ହେ ପରୀକ୍ଷିତ, ପାପିଷ୍ଠ ବୃକାସୁର ସମସ୍ତ ପ୍ରାଣୀଙ୍କୁ ଭୟଭୀତ କରି ଏଭଳି ବର ମାଗି କହିଲା, ମୁଁ ଯାହା ମୁଣ୍ଡରେ ହାତ ରଖିଦେବି ସେ ମରିଯାଉ। ହେ ପରୀକ୍ଷିତ, ତା'ର ସେ ମାଗୁଣି ଶୁଣି
ଭଗବାନ ଶିବ ଟିକିଏ ଥଙ୍ଗଥଙ୍ଗ ହେଲେ, କିନ୍ତୁ ପର ମୁହୂର୍ତ୍ତରେ ହସି ହସି କହିଦେଲେ, ତଥାସ୍ତୁ। ଏପରି ବରଟିଏ ଦେଇ ଜାଣ ସେ ସାପକୁ ଅମୃତ ପିଆଇ ଦେଲେ। ମହେଶ୍ୱରଙ୍କଠାରୁ ଏପରି ବର ପାଇବା ପରେ ବୃକାସୁର ମନରେ ପାର୍ବତୀଙ୍କୁ ହରଣ କରି ଆଣିବାକୁ ଲାଳସା ଜାଗି ଉଠିଲା। କିନ୍ତୁ ସେ ଶିବଙ୍କ ବରକୁ ପରୀକ୍ଷା କରିବା ନିମନ୍ତେ ତାଙ୍କରି ମୁଣ୍ଡରେ ହାତ ରଖିବାକୁ ବାହାରିଲା। ଫଳରେ ଶିବ ନିଜେ ଦେଇଥିବା ବର ହେତୁ ଭୟଭୀତ ହୋଇ ସେଠାରୁ ପଳାଇଗଲେ। ଅସୁର ତାଙ୍କୁ ଗୋଡ଼ାଇଲା ଏବଂ ସେ ତାକୁ ଡରି ଦୌଡ଼ି ପଳାଇଗଲେ। ଶିବ ଧାଇଁ ଧାଇଁ ପୃଥିବୀ, ସ୍ୱର୍ଗ ଓ ଦିଗମାନଙ୍କର ସୀମା ପର୍ଯ୍ୟନ୍ତ ଚାଲିଗଲେ। ତଥାପି ଅସୁର ତାଙ୍କୁ ଗୋଡ଼ାଉଥିବା ଦେଖି ସେ ଉତ୍ତର ଦିଗ ଆଡ଼କୁ ଦୌଡ଼ିଲେ। ତାଙ୍କୁ ସେ ବିପଦରୁ ରକ୍ଷା କରିବାର କୌଣସି ଉପାୟ ନ ପାଇ ବଡ଼ ବଡ଼ ଦେବତାମାନେ ମଧ୍ୟ ଚୁପ୍ ରହିଗଲେ। ଶେଷରେ ସେ ଦୌଡ଼ି ଦୌଡ଼ି ପ୍ରାକୃତିକ ଅନ୍ଧକାରର ଅତୀତ ପରମ ଜ୍ୟୋତିର୍ମୟ ବୈକୁଣ୍ଠ ଲୋକରେ ପହଞ୍ଚିଗଲେ। ବୈକୁଣ୍ଠରେ ସ୍ୱୟଂ ଭଗବାନ ନାରାୟଣ ନିବାସ କରନ୍ତି। ଯେଉଁ ସନ୍ନ୍ୟାସୀମାନେ ସମ୍ପୂର୍ଣ୍ଣ ଅହିଂସା ବ୍ରତ ଗ୍ରହଣ କରି ଶାନ୍ତ ଭାବରେ ଅବସ୍ଥିତ ହୋଇସାରିଛନ୍ତି, ବୈକୁଣ୍ଠ ହେଉଛି ସେମାନଙ୍କର ଧାମ। ବୈକୁଣ୍ଠ ପ୍ରାପ୍ତ ହୋଇଥିବା ଜୀବକୁ ଆଉ ସେଠାରୁ ଫେରିବାକୁ ପଡ଼େ ନାହିଁ। ଭକ୍ତ ଭୟ ହାରି ଭଗବାନ ଦେଖିଲେ ଯେ ମହାଦେବ ବଡ଼ ସଙ୍କଟରେ ପଡ଼ିଯାଇଛନ୍ତି। ତେଣୁ ସେ ଯୋଗମାୟାରେ ବ୍ରହ୍ମଚାରୀ ବେଶ ଧରି ଦୂରରୁ ହିଁ ଧୀରେ ଧୀରେ ବୃକାସୁର ଆଡ଼କୁ ଆସିଲେ। ଭଗବାନ ମୁଞ୍ଜ ମେଖଳା, କୃଷ୍ଣ ମୃଗ ଚର୍ମ, ଦଣ୍ଡ ଓ ରୁଦ୍ରାକ୍ଷୀମାଳା ଧାରଣ କରିଥାନ୍ତି। ତାଙ୍କର ପ୍ରତ୍ୟେକ ଅଙ୍ଗରୁ ଏପରି ଜ୍ୟୋତି ବାହାରୁଥାଏ ଯେ ଦେଖିଲେ ଲାଗୁଥାଏ ଅଗ୍ନି ଦାଉ ଦାଉ ହେଉଛି କି। ସେ ହାତରେ କୁଶ ଧରିଥାନ୍ତି। ବୃକାସୁରକୁ ଦେଖି ସେ ବଡ଼ ନମ୍ରତାର ସହିତ ମୁଣ୍ଡ ନୁଆଁଇ ପ୍ରଣାମ କଲେ ଏବଂ କହିଲେ, ବ୍ରହ୍ମଚାରୀ ବେଶଧାରୀ ଭଗବାନ କହିଲେ, ହେ ଶକୁନି ନନ୍ଦନ ବୃକାସୁର, ଦେଖୁଛି ଆପଣ ଭାରି କ୍ଳାନ୍ତ ହୋଇଯାଇଛନ୍ତି। ବହୁତ ଦୂରରୁ ଆସୁଛନ୍ତି ନା କ'ଣ? ଟିକିଏ ବିଶ୍ରାମ ନିଅନ୍ତୁ। ଦେଖନ୍ତୁ, ଏହି ଦେହଟି ହିଁ ହେଉଛି ସକଳ ସୁଖର ମୂଳ। ଏହି ଦେହ ଦ୍ୱାରା ହିଁ ସକଳ କାମନା ପୂର୍ଣ୍ଣ ହୁଏ। ତେଣୁ ଦେହକୁ ଅଧିକ କଷ୍ଟ ଦେବା ଉଚିତ ନୁହେଁ। ଆପଣ ତ ସକଳ ଦୃଷ୍ଟିରୁ ସମର୍ଥ। ବର୍ତ୍ତମାନ କ'ଣ କରିବାକୁ ଚାହୁଁଛନ୍ତି? ଯଦି ମୁଁ ଶୁଣିବା ଭଳି କିଛି ବିଷୟ ହୋଇଥିବ ତେବେ କୁହନ୍ତୁ। ହୁଏତ ମୁଁ କିଛି ସହାୟତା କରିପାରେ। କାରଣ ଦେଖୁଥିବେ, ଏ ସଂସାରରେ ଲୋକେ ସହାୟକଙ୍କ ଦ୍ୱାରା ବହୁତ କିଛି କାମ ହାସଲ କରିପାରନ୍ତି। ସେ ଶୁକଦେବ କହିଲେ, ପରୀକ୍ଷିତ, ଭଗବାନଙ୍କ ମୁଖ ନିଃସୃତ ପ୍ରତ୍ୟେକ ପଦରୁ ଅମୃତ ଝରି ପଡ଼ୁଥାଏ। ତାକୁ ଏପରି ପଚାରିବାରୁ ସେ ଟିକିଏ ଠିଆ ହୋଇ ନିଜର କ୍ଳାନ୍ତି ଦୂର କଲା। ତାପରେ ସେ ନିଜର ତପସ୍ୟା, ବରପ୍ରାପ୍ତି ତଥା ଶିବଙ୍କୁ ଗୋଡ଼ାଉଥିବା ବିଷୟ ମୂଳରୁ କହିଗଲା। ତା କଥା ଶୁଣି ଶ୍ରୀ ଭଗବାନ କହିଲେ, ଓଃ, ଏଇ କଥା। କିନ୍ତୁ ଭାଇ, ମୁଁ ତ ଶିବଙ୍କ କଥାରେ ଆଦୌ ବିଶ୍ୱାସ କରେନି। ଆପଣ ଜାଣିନାହାନ୍ତି କି ସେ ପରା ଦକ୍ଷ ପ୍ରଜାପତିଙ୍କ ଅଭିଶାପରୁ ପିଶାଚ ହୋଇଯାଇଛନ୍ତି। ତେଣୁ ଆଜିକାଲି ସେ ସେହି ପିଶାଚ ଓ ପ୍ରେତମାନଙ୍କ ସମ୍ରାଟ ହୋଇଛନ୍ତି। ହେ ଦାନବରାଜ, ଆପଣ ଏତେ ବଡ଼ ଲୋକ ହୋଇ ମଧ୍ୟ ଏଭଳି ଛୋଟ ଛୋଟ କଥାକୁ ବିଶ୍ୱାସ କରୁଛନ୍ତି କିପରି? ଆପଣ ଯଦି ତାଙ୍କୁ ଜଗତଗୁରୁ ବୋଲି ମାନୁଛନ୍ତି ଓ ତାଙ୍କ କଥାକୁ ବିଶ୍ୱାସ କରୁଛନ୍ତି, ତେବେ ତୁରନ୍ତ ନିଜ ମୁଣ୍ଡରେ ହାତ ରଖି ପରୀକ୍ଷା କରି ଦେଖୁନାହାନ୍ତି। ହେ ଦାନବବୀର, ଯଦି ଶିବଙ୍କ କଥା ମିଛ ବୋଲି ପ୍ରମାଣିତ ହୋଇଗଲା, ତେବେ ସେହି ମିଥ୍ୟାବାଦୀଙ୍କୁ ତୁରନ୍ତ ମାରି ପକାନ୍ତୁ, ଯାହାଫଳରେ ସେ ଆଉ କେବେ ଏଭଳି ମିଛ କହିପାରିବେ ନାହିଁ। ଶୁକଦେବ କହିଲେ, ପରୀକ୍ଷିତ, ଭଗବାନ ଏଭଳି ମନଭୁଲା ମିଠା କଥା କହିଲେ ଯେ ଅସୁରର ବିବେକ ବୁଦ୍ଧି ହଜିଗଲା। ସେ ମୂର୍ଖ ବରଦାନ କଥା ଭୁଲିଯାଇ ନିଜ ମୁଣ୍ଡ ଉପରେ ହାତ ରଖିଦେଲା। ସେହି କ୍ଷଣ ତା'ର ମୁଣ୍ଡ ଫାଟିଗଲା ଓ ତା ମୁଣ୍ଡରେ ବଜ୍ର ପଡ଼ିଗଲା ପରି ସେ ସେଇଠି ତଳେ ପଡ଼ିଗଲା। ଘଟଣା ଦେଖି ଆକାଶରେ ଦେବତାମାନେ ଜୟ ଜୟ ନମ ନମ ସାଧୁ ସାଧୁ ଧ୍ୱନି କରିବାକୁ ଲାଗିଲେ। ପାପୀ ବୃକାସୁରର ମୃତ୍ୟୁରେ ଦେବତା, ଋଷି, ପିତୃଗଣ, ଗନ୍ଧର୍ବ ସମସ୍ତେ ଅତ୍ୟନ୍ତ ପ୍ରସନ୍ନ ହୋଇ ପୁଷ୍ପବୃଷ୍ଟି କରିବାକୁ